ଆରେଷ୍ଟ ହେଇ ସାରିଲେଣି ଏବଂ ଏ ଯୋଉ କୋରୁଅରେ ଯୋଉ ମାଟି ତାଡ଼ିଛନ୍ତି କାହା ବ୍ୟବସ୍ଥା ଭିତରେ ତାଡ଼ିଛନ୍ତି, କାହାକୁ ଅବଗତ କରି ତାଡ଼ିଛନ୍ତି। ଚୋରି ଯିଏ କରିବ ତାର ଦଣ୍ଡ ସିଏ ପାଇବ, କୌଣସି ସାଲିସ ନାହିଁ, କୌଣସି ସମାଧାନ ନାହିଁ। ମୁଁ ଆପଣମାନଙ୍କ ସମ୍ମୁଖରେ ସମସ୍ତଙ୍କ ଆଗରେ କହୁଛି, ମୋର କୌଣସି ସଲାସୁତୁରା ଭିତରେ ପଶିବାର ନାହିଁ, କୌଣସି ମିଡିଲ ମ୍ୟାନ କୁ ପ୍ରଶ୍ରୟ ଦେବାର ନାହିଁ। ସିଧାସଳଖ ମୁଁ ଇଲେକ୍ସନ ପୂର୍ବରୁ ଆପଣ ମାନେ କହିଛନ୍ତି ଯେ ଭାଇ ଆମେ ଯିବୁ ଆପଣଙ୍କ ପାଖରେ ଏବଂ ଏଇ ଯୋଉ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ମୁଁ ପ୍ରାର୍ଥୀ, ମୋ ସାଙ୍ଗରେ ଆସିଥିବା ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କୁ ଆପଣ ମୋ ଭଳି ଆପଣେଇ ନେଇଥିଲେ ଏବଂ ସବୁଠାରୁ ବଡ କଥା ହେଲା ମୋର ଯୋଉ କଂଗ୍ରେସ ଭାଇ ମାନଙ୍କୁ ଯୋଉ ନେତା ଆପଣଙ୍କୁ ଏଠି 5 ବର୍ଷ ଶାସନ ବ୍ୟବସ୍ଥା ଭିତରେ ରହିଲେ ତାଙ୍କୁ ଆଡେଇ ଦେଇ ନିଜ ବ୍ୟବସ୍ଥା ପାଇଁ ପଳେଇଲେ, ଆପଣ ମାନଙ୍କୁ ଅନେଇଲେ ନାହିଁ। ଯୋଉ କଂଗ୍ରେସ ଭାଇ ମାନେ ମତେ ଆଶୀର୍ବାଦ କରିଛନ୍ତି, ଆମ ସାଙ୍ଗରେ ମିଶିଛନ୍ତି, ମୁଁ କେବେ ବି ତାଙ୍କ ଅବଦାନକୁ ଭୁଲିବି ନାହିଁ। ଆମେ ଏଠି ସମସ୍ତେ ମିଶିକିରି ଗୋଟିଏ ପରିବାର ଭାରତୀୟ ଜନତା ପାର୍ଟି ଏବଂ ଆମ ସମସ୍ତଙ୍କର କର୍ତ୍ତବ୍ୟ ହଉଛି ଆମେ ସମସ୍ତେ ମିଶିକିରି ଆମ ଭିତରେ କୌଣସି ଭେଦଭାବ ରହିବ ନାହିଁ, ଗୋଟିଏ ପ୍ରାଥମିକତା ରହିବ ଲୋକଙ୍କର ସମସ୍ୟା। ଦ୍ୱିତୀୟ କଥା ଏଠି କିଛି ନାହିଁ, କାହା କଥା ନାହିଁ। ତେଣୁ ମୋର ଆଉ କିଛି କହିବାର ନାହିଁ। ଭାଇମାନେ 4:30 ହେଲାଣି ଖାଇନାହାନ୍ତି, ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଆଜି ବି ଆପଣ ମାନେ ଜାଣନ୍ତୁ ମୁଁ ବିଧାୟକ ହେଇଥାଇପାରେ, ଆଜି ବି ମୋ ପାଖରେ କିଛି ନାହିଁ। ମୋର ଏଇ ଅଞ୍ଚଳର ଭାଇମାନେ ଏବଂ ମୋର ସାଙ୍ଗ ଏ ଖାଇବା ବ୍ୟବସ୍ଥା କରିଛନ୍ତି, ମୁଁ ଧନ୍ୟବାଦ ଦେବି। ଏ ଅଞ୍ଚଳର ଯୋଉ ଭାଇମାନେ ମତେ ସାହାଯ୍ୟ କରିଛନ୍ତି, ଆପଣଙ୍କ ପାଇଁ ଗୋଟେ ଖାଇବା ବ୍ୟବସ୍ଥା କରିଛନ୍ତି, ମୁଁ ଧନ୍ୟବାଦ ଦେବି। ଏବଂ ଏଇ ବ୍ୟବସ୍ଥା ମୁଁ ଆପଣଙ୍କୁ ଖୋଲିକରି କହୁଛି, ମୋର କାହାଠାରୁ କିଛି ଖାଇବାର ନାହିଁ ଏବଂ ମୁଁ ବି ଆପଣଙ୍କୁ ପଇସା ଆକାରରେ କିଛି ଦେଇପାରିବି ନାହିଁ। ଯାହା କରିବି ସାହାଯ୍ୟ କରିବି ଏବଂ ଆପଣ ମାନଙ୍କର ଯାହା ସମସ୍ୟା ଅଛି ସରକାରୀ ସମସ୍ୟା ବ୍ୟବସ୍ଥା ତାକୁ ମୁଁ ପୂରଣ କରିବା ପାଇଁ ମୋର ଦିନ ରାତି ଏକ ଲଗେଇଦେବି ଏବଂ ମୋର ଯୋଉ ଭାଇମାନେ ଅଛନ୍ତି ମୁଁ ଆଶା କରିବି ଆଗାମୀ ଦିନରେ ଏ ବ୍ୟବସ୍ଥା ଭିତରେ ସେ ରୋଜଗାର କରନ୍ତୁ, କାହାକୁ ପିସି ଦେବେ ନାହିଁ, ସେଇ ପଇସାକୁ ରଖିବେ ଆମ ଅଞ୍ଚଳର ଗରିବ ଗୁରୁବା ଲୋକଙ୍କ ପାଇଁ ଖର୍ଚ୍ଚ ହବ, କାହାକୁ ପିସି ଦେବେ ନାହିଁ, କୌଣସି ନେତାକୁ ଦେବେ ନାହିଁ କି କୌଣସି କାର୍ଯ୍ୟାଳୟରେ ଦେବେ ନାହିଁ। ସେଇ ପଇସା ଅଞ୍ଚଳର ଗରିବ ଗୁରୁବା ଲୋକଙ୍କ ପାଠ ପଢିବା ପାଇଁ, ଝିଅ ବାହାଘର ପାଇଁ, ସ୍ୱାସ୍ଥ୍ୟ ସେବା ପାଇଁ ଏଇ କ୍ଷେତ୍ରରେ ଖର୍ଚ୍ଚ ହବ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏଇ ବ୍ୟବସ୍ଥା ଭିତରେ, ଏଇ ମାନସିକତା ଭିତରେ ଆମେ এই অঞ্চলের সেবা দেবা। যদি আমি এই ব্যবস্থা ভিতরে দূরেই যাও, ମୁଁ ନିର୍ବାଚନ ପୂର୍ବରୁ ବି କହିଥିଲି ଯେ ଯଦି ଆପଣ ଆଉ ବ୍ୟକ୍ତି ଦେଖନ୍ତୁ କିଏ ଆପଣଙ୍କ ପାଇଁ କାମ କରୁଛି, ଏଇ ଚିହ୍ନ ହେଇକିରି 24 ବର୍ଷ ଠକାମିର ଶିକାର ହେଲେ। ଆଗାମୀ ଦିନରେ ଆଜି ବି ଖୋଲାରେ ଆହ୍ୱାନ କରୁଛି, ଯଦି ଆମେ ବି କାମ ଭଲ ନ କରିବୁ ଆମକୁ ବି ଆପଣ ମାନେ ପ୍ରତ୍ୟାଖ୍ୟାନ କରିବେ, ତାହେଲେ ହିଁ ଆପଣ ଭଲ ଦିନ ଦେଖିବେ। ଯଦି ଇଲେକ୍ସନ ବେଳେ ଆମେ କିଛି 5 ବର୍ଷ ଆସିବୁ ନାହିଁ, ଦେଖିବେ ନାହିଁ, କାମ କରିବୁ ନାହିଁ, ଆପଣଙ୍କୁ କାବୁ ନେଇକି ପୁଣି ଭୋଟ ନେବୁ, ଜାଣିବେ ଆପଣ ପୁଣି ଦୁର୍ଦିନକୁ ଠେଲି ହେଇଯାଉଛନ୍ତି। ତେଣୁ ମୋର ଆଜିର ଦିନରେ ସମସ୍ତଙ୍କୁ ଅନୁରୋଧ, କାମ ଆଦାୟ କରିବା ଦାୟିତ୍ୱ ଆପଣ ଭୋଟ ଦେଇ ଆମକୁ ଜିତେଇଛନ୍ତି, ତାକୁ ପୂରଣ କରିବା ଦାୟିତ୍ୱ ଆମର। ଏ ଭିତରେ ଭଲ ସୁସମ୍ପର୍କ ରହିବ, କୌଣସି ବୁଝାମଣା କେହି ଭୁଲ କରିବେ ନାହିଁ, ମନ ଭିତରେ ଥିବା ଗର୍ବ ଅହଙ୍କାରକୁ ଛାଡିବାକୁ ପଡିବ। ଏମଏଲଏ ବଡ ନୁହଁ, କର୍ମୀ ବଡ ନୁହଁ, ଏ ସାଧାରଣ ଜନତା ହଉଛନ୍ତି ବଡ ଏବଂ ତା ଉପରେ ହଉଛି ଦଳ ଠାରୁ କେହି ବଡ ନୁହଁ। ଦଳ ମଜବୁତ କରିବା ପାଇଁ ଯାହା ଦରକାର ଦଳ ତାକୁ କରିବ, ତାକୁ ସମସ୍ତେ ସ୍ୱୀକାର କରିବା ଏବଂ ଦଳ ମଜବୁତ ହେଲେ ଆମ ରାଜ୍ୟ ମଜବୁତ ହବ, ଅଞ୍ଚଳ ମଜବୁତ ହବ, ଦେଶ ମଜବୁତ ହବ। ଆପଣ ଆଜି ସମସ୍ତେ ସାରା ବିଶ୍ୱ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱରେ ଆଜି ଭାରତ ଯାଇକିରି ବହୁତ ଆଗରେ, ଯୋଉଠିକି ବିନା ଭାରତର ସହଯୋଗରେ କୌଣସି କ୍ରାଇସିସର ସମାଧାନ ହେଇପାରୁନାହିଁ। ଯେ କୌଣସି ବିପଦ ବିଶ୍ୱକୁ ଆସୁଛି ନରେନ୍ଦ୍ର ଭାଇ ମୋଦିଙ୍କର ବିନା ପରାମର୍ଶରେ ସହଯୋଗରେ ତା ସମାଧାନ ହଉନାହିଁ। ସେଇଭଳି ବ୍ୟବସ୍ଥା ଓଡ଼ିଶାରେ ହେବାକୁ ଯାଉଛି। ଆପଣଙ୍କର ଯିଏ ପ୍ରିୟ ମୁଖ୍ୟମନ୍ତ୍ରୀ ଅତି ସାଧାରଣ ପରିବାର ଲୋକ, ଶିଶୁ ମନ୍ଦିରରେ ଥିବା ଟିଚର ଜଣେ ଆଜି 5 ଥର ବିଧାୟକ ହେଲା ପରେ ତାଙ୍କୁ ଆଜି ଭାରତୀୟ ଜନତା ପାର୍ଟି ତାଙ୍କ ଉପରେ ବିଶ୍ୱାସ କରିଛି। ଅତି ସାଧା ସିଧା ସରଳ ଲୋକ, 1.5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଭେଟି ସାରିଲେଣି ଦାୟିତ୍ୱ ନେବା ପରେ, କୌଣସି ବାଧାବିଘ୍ନ ନାହିଁ। ଗେଷ୍ଟ ହାଉସରେ ଅଛନ୍ତି, ଯିଏ ଯିବ ଆପଣ ଭେଟିବେ, ଦାବି ପତ୍ର ଦେବେ, କଥାବାର୍ତ୍ତା ହେବେ। ଏଭଳି ବ୍ୟବସ୍ଥା, ଏଭଳି ବ୍ୟକ୍ତିତ୍ୱ ଆମେ ବିଗତ ଦିନରେ ଦେଖିନଥିଲେ। ଆଗାମୀ ଦିନରେ ଆମ ଭିତରେ ସେଇ ସୁସମ୍ପର୍କ ରହିବ। ଅଞ୍ଚଳର ଉନ୍ନତି ପ୍ରଗତି ପାଇଁ ଆମେ ସମସ୍ତେ ମିଶିକରି କାମ କରିବା। ଆମ ଭିତରେ କୌଣସି
मनमालिन्य रहिबो नाही पातर अंतर रहिबो नाही एवं मो हाथ जोड़ी कहूची केही मनरे मु भाव रखिबे नाही मते पचारी कला नाही मते बुझी कला नाही मु न चाहिले हबो नाही काली मु गोटे मोर कर्मी भाई के विरक्त होई आसी भाई परिश्रम करिछ सब ठीक करिछ किछि न बुझी न सुझी जने मुरबी आक्षेप करूछ जे कि दीर्घ दिन धरि कि मो दुर्दिन रे ठिया आइतले मते सब क्षेत्र रे आशा बाड़ी भलिया ठिया कि मते बाट देखैछन्ती का घर को के चली गला इलेक्शन बळे आमे बहुत लोक घर को जाइछु कांग्रेस भाई घर को जाइछु बीजेडी भाई घर को जाइछु आ बोली कोन समस्त बीजेपी हे गले ना बीजेपी भाई घर को के जदी बीजेडी कांग्रेस वाला पळिले सी हे गला बीजेडी कांग्रेस तनु जहा सब बळे देखा जाय आखिरे सब बळे सत न थाए तनु आपण माने ताको तर्जमा करिवे विचार करिवे तापरे होची कहिवे थरे पार्टी रु बाहरी गले आउ से फेरे नाही आउ से सुसंपर्क कटि जाय मनोमालिन्य बढ़ी जाय तनु मोर समस्त अनुरोध जो आशा विश्वास नहीं आपण माने हमको एठी जितै छथि मु केबे भी मु कहिबे नाही हमको जितै छथि आपण को बिना हमें एठी ठिया बा संभव हमें समस्त मिली मिसी की ए माटी पई दिन राति एक करी की काम करिबा धन्यवाद जय जगन्नाथ वंदे उत्कल जननी।